ମୁଁ ଶ୍ରୀ ଅମିତ ବସିଆ ଶ୍ରେଣୀ ଦଶମ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଲିଙ୍ଗମାଳ ବ୍ଲକ ଡୁଙ୍ଗରିପାଲି ଜିଲ୍ଲା ସୁବର୍ଣ୍ଣପୁର। ମୋର ପ୍ରକଳ୍ପଟିର ନାମ ହେଲା ଇନସେକ୍ଟ ଫ୍ରି ଡଷ୍ଟବିନ୍, ଯାହା ହେଲ୍ଥ ଆଣ୍ଡ ହାଇଜିନ୍ ସବଥିମର ଅନ୍ତର୍ଗତ ଅଟେ। ଭାରତ ପରି ଏକ ବିକାଶୋନ୍ମୁଖୀ ଦେଶ ଯେଉଁଠି ଜନସଂଖ୍ୟା 150 କୋଟିରୁ ଉର୍ଦ୍ଧ୍ୱ, ସେଠି ଅଧାରୁ ଅଧିକ ଲୋକ ପ୍ରାୟ ସଂକ୍ରାମକ ରୋଗରେ ପୀଡ଼ିତ ହୋଇଥାନ୍ତି ଏବଂ ଅଧିକାଂଶ ରୋଗ ଖାଦ୍ୟରୁ ସଂକ୍ରମିତ ହୋଇଥାଏ ଏବଂ ଏହି ସଂକ୍ରମଣ ପ୍ରାୟ ମଶା, ମାଛି ପରି କୀଟପତଙ୍ଗମାନଙ୍କ ଦ୍ୱାରା ସଂକ୍ରମିତ ହୋଇଥାଏ। ମୋର ଏହି ଅଭିନବ ପ୍ରକଳ୍ପ ଦ୍ୱାରା ଆମ ପ୍ରତିଦିନ ଗ୍ରହଣ କରୁଥିବା ଖାଦ୍ୟକୁ ସଂକ୍ରମଣ କରୁଥିବା କୀଟପତଙ୍ଗ, ମଶା, ମାଛି ପରି ଜୀବାଣୁରୁ ନିଶ୍ଚିତ ଭାବରେ କିଛି ଦୂର ପର୍ଯ୍ୟନ୍ତ ସୁରକ୍ଷିତ ହୋଇପାରିବ। ଆବଶ୍ୟକ ଉପକରଣ: ଏକ ଡଷ୍ଟବିନ୍, ବିଦ୍ୟୁତ୍ ବ୍ୟାଟେରୀ ସଂଯୋଗ, ଚାର୍ଜ ହେଉଥିବା ତାର, ଏକ ବ୍ୟାଟେରୀ, ଏକ ବଲ୍ବ। ପ୍ରକ୍ରିୟା: ଏକ ଡଷ୍ଟବିନ୍ ଯେଉଁଠାରେ ଆମେ ବିଭିନ୍ନ ଆବର୍ଜନା, ବଳକା ଖାଦ୍ୟ, ରନ୍ଧାଘରର ଆବର୍ଜନା ନିଷ୍କାସନ କରିଥାଉ। ତାର ଢାଙ୍କୁଣୀରେ ତାର ସଂଯୋଗ କରାଯିବ, ଯେଉଁ ତାରଟି ବିଦ୍ୟୁତ୍ କିମ୍ବା ବ୍ୟାଟେରୀ ଦ୍ୱାରା ଚାର୍ଜ କରାଯାଇ ପାରୁଥିବା। ବିଶେଷ କରି ଅନେକ ମଶା, ମାଛି, କୀଟପତଙ୍ଗ ଏହି ଅଲିଆ ଆବର୍ଜନାରେ ବସି ସେହିଠାରୁ ସଂକ୍ରମଣକାରୀ ବୀଜାଣୁ, କୀଟାଣୁ ଆଣି ଆମ ଖାଦ୍ୟରେ ପକାଇଥାନ୍ତି, ଫଳରେ ଆମେ ବିଭିନ୍ନ ପ୍ରକାର ରୋଗର ଶିକାର ହୋଇଥାଉ। ଏହି ପ୍ରକଳ୍ପ ଯୋଗୁଁ ମଶା, ମାଛି ପରି କୀଟପତଙ୍ଗ ଡଷ୍ଟବିନ୍କୁ ଯିବା କିମ୍ବା ଆସିବା ସମୟରେ ଢାଙ୍କୁଣୀରେ ସଂଯୋଗ ହୋଇଥିବା ତାର, ଯାହା ମୂଳରୁ ଚାର୍ଜିତ ହୋଇଥିବା ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିବେ, ଫଳରେ ଘରଟି ମଶା, ମାଛି ଓ କୀଟପତଙ୍ଗ ମୁକ୍ତ ହୋଇପାରିବ। ସମାଜ ପାଇଁ ଉପକାରିତା: ଭାରତ ପରି ଏକ ଦେଶ ଯେଉଁଠାରେ ଅଧାରୁ ଅଧିକ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ରହିଥାନ୍ତି, ସେଇଠି ଏହି ପ୍ରକଳ୍ପ ନିଶ୍ଚୟ ଜନସାଧାରଣଙ୍କର କାର୍ଯ୍ୟରେ ଆସିବ।